ଜୀବନରେ ସବୁବେଳେ ଏହି ପାଞ୍ଚଟି କଥା ମନେ ରଖନ୍ତୁ। ଭଲ ପାଇବା ହେଉ କିମ୍ବା ଟଙ୍କା, କେବେ ବି କାହା ଆଗରେ ଭିକ ମାଗନ୍ତୁ ନାହିଁ। ପ୍ରତାରକଙ୍କ ଦ୍ୱାରା ପରିପୂର୍ଣ୍ଣ ଏହି ଦୁନିଆରେ କାହାକୁ ଆଖି ବନ୍ଦ କରି ବିଶ୍ୱାସ କରନ୍ତୁ ନାହିଁ। ଜୀବନରେ ଯେତେବେଳେ କିଛି ବଡ଼ ମିଳିଯାଏ ସେତେବେଳେ ଛୋଟକୁ ଭୁଲନ୍ତୁ ନାହିଁ, କାରଣ ଯେଉଁଠାରେ ଛୁଞ୍ଚିର କାମ ଥାଏ ସେଠାରେ ଖଣ୍ଡା କାମ ଦିଏ ନାହିଁ। କମ୍ ରୋଜଗାର କରନ୍ତୁ ଏବଂ ହାତ ସମ୍ଭାଳି ଖର୍ଚ୍ଚ କରନ୍ତୁ, କିନ୍ତୁ କାହା ଉପରେ ନିର୍ଭରଶୀଳ ହୁଅନ୍ତୁ ନାହିଁ। ଲୋକଙ୍କ ଗହଣରେ ଏପରି ରୁହନ୍ତୁ ଯେପରି 32ଟି ଦାନ୍ତ ମଝିରେ ଜିଭ ରହିଥାଏ, ଅର୍ଥାତ୍ ସମସ୍ତଙ୍କ ସହ ସମ୍ପର୍କରେ ରୁହନ୍ତୁ, କିନ୍ତୁ କାହା ଦ୍ୱାରା ଦବିକି ରୁହନ୍ତୁ ନାହିଁ। ଏପରି ବ୍ୟକ୍ତିଙ୍କୁ କେବେ ହାଲୁକା ଭାବରେ ନିଅନ୍ତୁ ନାହିଁ। ଯିଏ ନୀରବ ରହେ ତାହାର ବୁଦ୍ଧି ସବୁଠାରୁ ତୀକ୍ଷ୍ଣ। ଯିଏ କମ୍ ଦେଖାଏ ତାର ଶକ୍ତି ତାର କାର୍ଯ୍ୟରେ ଥାଏ, ତାର କଥାରେ ନୁହେଁ। ଯେଉଁ ବ୍ୟକ୍ତି ଅସୁବିଧାରେ ମଧ୍ୟ ହସେ ସେ ଭିତରୁ ସବୁଠାରୁ ଶକ୍ତିଶାଳୀ ବ୍ୟକ୍ତି। ଯିଏ ନିଜ ପରାଜୟକୁ ସ୍ୱୀକାର କରିବା ପରେ ମଧ୍ୟ ଶିଖେ ସେ ପ୍ରକୃତ ବିଜେତା ହୁଏ। ଯିଏ ସମସ୍ତଙ୍କୁ ସମ୍ମାନ କରେ ସେ ନିଜ ମୂଲ୍ୟ ଭିତରୁ ଜାଣେ। ଯିଏ କଠିନ ପରିଶ୍ରମରେ ବିଶ୍ୱାସ କରେ ସେ ଯେତେବେଳେ ନିଜର ସମୟ ଆସେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦିଏ। ଯିଏ ନିଜ ଯନ୍ତ୍ରଣାକୁ ଲୁଚାଇ ରଖେ କେବଳ ସେହି ଲୋକ ହିଁ ଅନ୍ୟମାନଙ୍କୁ ସମ୍ଭାଳିବାର ଶକ୍ତି ରଖିଥାଏ। କିଛି ସୁନ୍ଦର ନୀତିଶିକ୍ଷା। ଆମେ ଯେ ଅନ୍ୟ ଉପରେ ଦୟା ପ୍ରକାଶ କରିପାରୁଛେ ଏହା ଆମ୍ଭମାନଙ୍କର ବିଶେଷ ସୌଭାଗ୍ୟ। କଷ୍ଟ ପାଉଥିବା ଲୋକଙ୍କର ଉପକାର କଲେ ଆମ୍ଭମାନଙ୍କର କଲ୍ୟାଣ ହେବ। ଆତ୍ମଲାଭ କରିବାକୁ ହେଲେ ତ୍ୟାଗର ପ୍ରୟୋଜନ। ତ୍ୟାଗ ବ୍ୟତୀତ ଈଶ୍ୱର ଲାଭ ସୁଦୂର ପରାହତ। ଜୀବସେବା ଅପେକ୍ଷା ଆଉ କିଛି ଧର୍ମ ନାହିଁ। ମାନବ ଜାତିର ସେବା ହିଁ ପରମ ଧର୍ମ। ସେବାରେ ସମସ୍ତଙ୍କର ଅଧିକାର ଅଛି। ଏଥିରେ ଉଚ୍ଚ ନୀଚ ଭେଦଭାବ ନାହିଁ। ସାମ୍ପ୍ରଦାୟିକତା ବା ସଂକୀର୍ଣ୍ଣତାର ସ୍ଥାନ ନାହିଁ। ସଂଯମ ବିନା ଶୃଙ୍ଖଳିତ ଜୀବନଯାପନ ଅସମ୍ଭବ। ଶରୀର, ମନ, ବାକ୍ୟ, ଇନ୍ଦ୍ରିୟ ସଂଯମ କରି ଶିଖିବା ଆବଶ୍ୟକ। କଟୁବାକ୍ୟ କହି ଅନ୍ୟର ମନରେ ଦୁଃଖ ଦେବା ମହାପାପ ଠାରୁ କମ୍ ନୁହେଁ। ଜୟ ଶ୍ରୀ ଜଗନ୍ନାଥ।